ତୁମ ପରି ଛୋଟ ପିଲାଟିଏ, ଗାଁ ଚାହାଳିର ଚାଟ ସିଏ, ଚେହେରାଟି ତାର ଡଉଲ ଡାଉଲ, ବୁଦ୍ଧିରେ ତାର ସରି କିଏ, ଛାଡ଼ି ଯାଇଥିଲା ଦିନେ ଝଡ଼ି, ବାହାରିଲା ସିଏ ପାଠ ପଢ଼ି, ବାଟେ ଯାଉ ଯାଉ ଖସିଗଲା ଗୋଡ଼, ମୁହଁ ମାଡ଼ି ତଳେ ଗଳା ପଡ଼ି, ଗୁରୁଜୀ ଦେଖିଲେ ଦେହ ତାର, ପାଣି କାଦୁଅରେ ସରସର, ତିଳେ ଏ କବିତାଟି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଉପରେ ଆଧାରିତ। ମଧୁବାବୁ ଜଣେ ବାରିଷ୍ଟର, ପଲିଟିସିଆନ, ଇଣ୍ଡଷ୍ଟ୍ରିଆଲିଷ୍ଟ ଏବଂ ରାଇଟର ଥିଲେ ଏବଂ ମଧୁବାବୁଙ୍କୁ ଆଜି ବି ଓଡ଼ିଆମାନେ ଭଲ ପାଆନ୍ତି। ବହୁତ କାରଣ ଅଛି ଯେଉଁଥିପାଇଁ ଓଡ଼ିଆମାନେ ମଧୁବାବୁଙ୍କୁ ଭଲ ପାଆନ୍ତି ଓ ସେ କାରଣ ମଧ୍ୟରୁ ଗୋଟେ କାରଣ ହେଉଛି ମଧୁବାବୁ ହେଉଛନ୍ତି ଉତ୍କଳ ସମ୍ମିଳନୀର ପ୍ରତିଷ୍ଠାତା। ଉତ୍କଳ ସମ୍ମିଳନୀ ପାଇଁ ଆମକୁ ଆମ ଓଡ଼ିଶା ରାଜ୍ୟ ମିଳିଲା ଆଉ ଆମେ ବେଳେବେଳେ ଗୀତରେ ଗାଉ ଓଡ଼ିଶା ଓଡ଼ିଶା। ଆମ ଇତିହାସ ବହିରେ ଆମେ ଯେବେ ଓଡ଼ିଶା ରାଜ୍ୟର ଗଠନ ବିଷୟରେ ପଢ଼ୁ ସେତେବେଳେ ଆମକୁ ପଢ଼ାଯାଏ 4 ଅଗଷ୍ଟ 1866 ମସିହାରେ ଉତ୍କଳ ଦୀପିକା ଖବରକାଗଜ ପ୍ରଥମ ଥର ପାଇଁ ପବ୍ଲିଶ ହୋଇଥିଲା। 1882ରେ ଉତ୍କଳ ସଭାର ଆୟୋଜନ ହୋଇଥିଲା। 1903ରେ ଉତ୍କଳ ସମ୍ମିଳନୀର ପ୍ରତିଷ୍ଠା ହୋଇଥିଲା ଏବଂ 1936 ଏପ୍ରିଲ 1 ତାରିଖରେ ଓଡ଼ିଶା ରାଜ୍ୟର ଗଠନ ହୋଇଥିଲା। ଏ ଇଭେଣ୍ଟ ସବୁକୁ ଏମିତି ଡେସ୍କ୍ରାଇବ୍ କରାଯାଇଛି ଯେମିତିକି ଓଡ଼ିଶା ରାଜ୍ୟର ଗଠନ ବହୁତ ସହଜରେ ହୋଇଥିଲା ଆଣ୍ଡ ଇଟ୍ ସିମ୍ସ ଦ୍ୟାଟ୍ ଦ ଷ୍ଟ୍ରଗଲ୍ ଫର୍ ଓଡ଼ିଶା ଇଜ୍ ନଟ୍ ରିଏଲ୍। ଏଠି ପ୍ରଶ୍ନ ହେଉଛି ପ୍ରକୃତରେ ଓଡ଼ିଶାର ଗଠନ କେମିତି ହେଲା? ଭାରତରେ ରାଜ୍ୟଗୁଡ଼ିକର ଗଠନ ଭାଷାକୁ ଆଧାର କରି କରାଯାଇଥିଲା। ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ ଯାହାକୁ ଭାଷା ଆଧାରରେ ଗଠନ କରାଯାଇଥିଲା। କିନ୍ତୁ ଓଡ଼ିଶାର କାହାଣୀ ଆରମ୍ଭ ହୁଏ 1 ଡିସେମ୍ବର 1803ରେ। ନାଗପୁରର ରାଜା ରଘୋଜୀ ଦ୍ୱିତୀୟ ଭୋଁସଲେ ଲସୁଆରୀ ଯୁଦ୍ଧରେ ହାରିବା ପରେ ବ୍ରିଟିଶମାନଙ୍କ ସହିତ ଓଡ଼ିଶାର ଦେଓଗାଁ ଏବେକାର ଦେଓଗଡ଼ରେ ଚୁକ୍ତିନାମା ସ୍ୱାକ୍ଷରିତ କଲେ ଏବଂ କଟକ ପ୍ରଦେଶକୁ ତ୍ୟାଗ କଲେ, ଯେଉଁଥିରେ ଓଡ଼ିଶାର ଉପକୂଳବର୍ତ୍ତୀ ମୋଗଲବନ୍ଦୀ, ପଶ୍ଚିମ ଓଡ଼ିଶାର ସମ୍ବଲପୁର ରାଜ୍ୟ, ବାଲେଶ୍ୱର ବନ୍ଦର ଏବଂ ପଶ୍ଚିମବଙ୍ଗର ମେଦିନୀପୁର ଜିଲ୍ଲାର କିଛି ଅଂଶ ଥିଲା। ଆଉ ବ୍ରିଟିଶମାନେ ଯୁଦ୍ଧରେ ଜିତିଥିବା ଓଡ଼ିଶାକୁ ବଙ୍ଗ ବିହାରରେ ମିଶାଇଥିଲେ। 1817 ମସିହାରେ ପାଇକ ବିଦ୍ରୋହ ହୁଏ #ରିଏଲ୍ ଫାର୍ଷ୍ଟ ୱାର୍ ଅଫ୍ ଇଣ୍ଡିପେଣ୍ଡେନ୍ସ। ଆଉ 1857ରେ ସିପାହୀ ବିଦ୍ରୋହ ହୁଏ ଯାହାକୁ ଇତିହାସ ବହିରେ ଫାର୍ଷ୍ଟ ୱାର୍ ଅଫ୍ ଇଣ୍ଡିପେଣ୍ଡେନ୍ସ କୁହାଯାଇଛି। ହଉ, ଆମେ ଫେରିବା ଆମ ମେନ୍ ଟପିକକୁ। ତ 1866 ମସିହାରେ ଓଡ଼ିଶାରେ ଦୈବୀ ଦୁର୍ବିପାକ ହୁଏ ଯାହା ଓଡ଼ିଶାକୁ ବଦଳି ଦିଏ ଓ ସେ ଦୈବୀ ଦୁର୍ବିପାକର ନାଁ ଥିଲା 9 ଅଙ୍କ ଦୁର୍ଭିକ୍ଷ ଏବଂ ଏ ଦୁର୍ଭିକ୍ଷ ପାଇଁ ପାଖାପାଖି 10 ଲକ୍ଷ ଲୋକଙ୍କ ଜୀବନ ଯାଇଥିଲା। ଆଉ ସେ ସମୟରେ କାହାକୁ ବି ଫରକ ପଡ଼ିନଥିଲା କି ଓଡ଼ିଶାରେ ଲୋକମାନେ ମରୁଛନ୍ତି। ନା ସେତେବେଳର ବଙ୍ଗାଳୀ ବାବୁମାନେ ଆହା ପଦେ କହିଥିଲେ ନା ବ୍ରିଟିଶମାନେ। ଆଉ ହଁ, 1866ରେ ନ୍ୟୁଜ୍ ପେପର ଥିଲା, ଇଂଲିଶ ହଉ କିମ୍ବା ବେଙ୍ଗଲୀ ହଉ ନ୍ୟୁଜ୍ ପେପର ଥିଲା। ବାସ୍ ଓଡ଼ିଶାକୁ କେହି ପ୍ରାୟୋରିଟି ଦେଇନଥିଲେ। ସେତେବେଳେ ଦେଇନଥିଲେ, ଏବେ ବି ଦେଉନାହାନ୍ତି। କିନ୍ତୁ ଯଦି ବେଙ୍ଗଲ ଫେମିନ୍ ବିଷୟରେ କହିବା ଦେନ୍ ଦ ୱାର୍ଲ୍ଡ ନୋଜ୍ ଆବାଉଟ୍ ଇଟ୍ ବିକଜ वी ऑल नो हाउ विंस्टन चर्चिल डाइवर्टेड फूड फॉर देयर सोल्जर्स एंड बेंगली पीपल डाइड। #प्रेस फ्रीडम। अगेन बैक टू द टॉपिक। 4 ଅଗଷ୍ଟ 1866ରେ ଗୌରୀଶଙ୍କର ରାୟ ଏବଂ ବିଚିତ୍ରାନନ୍ଦ ଦାସ ପ୍ରଥମ ଓଡ଼ିଆ ଖବରକାଗଜକୁ ପ୍ରକାଶିତ କରିଥିଲେ ଆଉ ସେ ଖବରକାଗଜର ନାଁ ଥିଲା ଉତ୍କଳ ଦୀପିକା ଏବଂ 9 ଅଙ୍କ ଦୁର୍ଭିକ୍ଷ ବିଷୟରେ ସେ ସମୟରେ ସେ ଉତ୍କଳ ଦୀପିକାରେ ଲିଖିଥିଲେ। ଆଟଲିଷ୍ଟ ଓଡ଼ିଆ ଲୋକ ଜାଣିବା ଦରକାର ଓଡ଼ିଶାରେ କ'ଣ ହେଉଛି। ଦ୍ୟାଟ୍ସ ଦ ଥିଙ୍ଗ ସେମାନେ ଭାବୁଥିବେ ଯେତେବେଳେ ସେମାନେ ଲେଖିଥିବେ ମୋତେ ଲାଗୁଛି। ବଟ୍ ସରପ୍ରାଇଜିଂଲି 1867 ମସିହାରେ ଡେପୁଟି ମାଜିଷ୍ଟ୍ରେଟ୍ ରଙ୍ଗଲାଲ ବନ୍ଦୋପାଧ୍ୟାୟ ଓଡ଼ିଆ ଉପରେ ବଙ୍ଗାଳୀର ପ୍ରାଥମିକତାକୁ ନେଇ ସାଧାରଣ ସଭାରେ କହିଥିଲେ। ସେହିଭଳି ସେ ସମୟରେ କଟକର ମନ୍ଦିର ଅଧ୍ୟୟନରେ ଆସିଥିବା ଜଣାଶୁଣା ବଙ୍ଗୀୟ ପଣ୍ଡିତ ରାଜେନ୍ଦ୍ରଲାଲ ମିତ୍ର ଘୋଷଣା କରିଥିଲେ ଯେ କେବଳ 2 ନିୟୁତ ଓଡ଼ିଆ ଜନସଂଖ୍ୟା ପାଇଁ ପୃଥକ ଭାଷାର ଆବଶ୍ୟକତା ନାହିଁ। ବାସ୍ତବରେ ମିତ୍ର ଯୁକ୍ତି କରିଥିଲେ ଯେ ପର୍ଯ୍ୟନ୍ତ ଏଠାରେ ପୃଥକ ଭାଷା ଅଛି ସେ ପର୍ଯ୍ୟନ୍ତ ଓଡ଼ିଶା ପଛୁଆ ରହିବ। ବାଲେଶ୍ୱର ଜିଲ୍ଲା ବିଦ୍ୟାଳୟର ଶିକ୍ଷକ ପଣ୍ଡିତ କଣ୍ଠଚନ୍ଦ୍ର ଭଟ୍ଟାଚାର୍ଯ୍ୟ ଓଡ଼ିଆ ଏକଟି ସ୍ୱତନ୍ତ୍ର ଭାଷା ନୁହେଁ ନାମକ ଏକ ଛୋଟ ପୁସ୍ତକ ଲେଖିଥିଲେ ଯେଉଁଥିରେ ମିଷ୍ଟର ଭଟ୍ଟାଚାର୍ଯ୍ୟ କହିଥିଲେ ଯେ ଓଡ଼ିଆ ଭାଷା ପୃଥକ ତଥା ମୂଳ ଭାଷା ନୁହେଁ, ବଙ୍ଗାଳୀର ଅପଭ୍ରଂଶ ହୋଇକି ଓଡ଼ିଆ ଭାଷା ହେଇଛି। ସେ ବ୍ରିଟିଶ ସରକାରଙ୍କୁ ପରାମର୍ଶ ଦେଇଥିଲେ ଓଡ଼ିଶାର ସମସ୍ତ ଓଡ଼ିଆ ଭର୍ଣ୍ଣାକୁଲାର ସ୍କୁଲକୁ ରଦ୍ଦ କରିବାକୁ ଏବଂ ବଙ୍ଗାଳୀ ଭର୍ଣ୍ଣାକୁଲାର ସ୍କୁଲରେ ପରିବର୍ତ୍ତନ କରିବାକୁ। ଆଜି ଯଦି ସେମାନେ ବଞ୍ଚିଥାନ୍ତେ ମୁଁ ବି କିଛି ବଙ୍ଗାଳୀରେ ସେମାନଙ୍କୁ କହିଥାନ୍ତି, ভয়েস মেসেজ পঠাইଥାନ୍ତି ଆଉ ଭଏସ୍ ମେସେଜଟା ଏମିତି ହେଇଥାନ୍ତା, আমি তোমাকে ড্যাশ মারছি। ବ୍ୟାକ୍ ଟୁ ଦ ଟପିକ୍। ଯଦି ବଙ୍ଗାଳୀ ଡେପୁଟି ମ୍ୟାଜିଷ୍ଟ୍ରେଟ୍, ବଙ୍ଗାଳୀ ପଣ୍ଡିତ, ବଙ୍ଗାଳୀ ଶିକ୍ଷକ, ରଫଲି ସ୍ପିକିଂ ଉପର ଲେବୁଲର ଲୋକମାନେ ଯଦି ଓଡ଼ିଶା ଓ ଓଡ଼ିଆ ଭାଷା ବିରୁଦ୍ଧରେ ଥିଲେ ତେବେ ଓଡ଼ିଶାର ଗଠନ କେମିତି ହେଲା?